କାହାଣୀ ଶରୀର ଓ ଆତ୍ମା। ଶରୀର ଓ ଆତ୍ମା ଭିତରେ କଥାବାର୍ତ୍ତା ଚାଲିଥିଲା। ଶରୀର କହିଲା, ମୁଁ କେତେ ସୁନ୍ଦର, ଆକର୍ଷକ ଓ ବଳବାନ। ଆତ୍ମା କହିଲା, ତୁ ମୋତେ ତୋ ଅପେକ୍ଷା ଅଧିକ ସୁନ୍ଦର, ଆକର୍ଷଣୀୟ, ବଳବାନ କରିଦେ। ମୁଁ ସୁନ୍ଦର ନ ହେଲେ ତୋର ଏହି ବିଶେଷତ୍ୱ କ୍ଷଣିକ ଅଟେ। ମୋତେ ସୁନ୍ଦର କରିଦେଇ ପାରିଲେ ତୁ ମଧ୍ୟ ଶାଶ୍ୱତ ସୌନ୍ଦର୍ଯ୍ୟଯୁକ୍ତ ହୋଇଯିବୁ। କିନ୍ତୁ ଶରୀର କିଛି ବୁଝିପାରିଲା ନାହିଁ। ସେ ଆକର୍ଷଣଗ୍ରସ୍ତ ଜୀବନକୁ ସମାପ୍ତ କରୁଥିଲା। ଶରୀରଠାରୁ ଆତ୍ମାର ବିଚ୍ଛେଦ କାଳ ଆସି ପହଞ୍ଚିଲା। ଏବେ ଶରୀର ଜାଣିପାରିଲା ଯେ ସେ ଯଦି ଆତ୍ମାକୁ ସୁନ୍ଦର କରିଦେଇ ପାରିଥାନ୍ତା, ଶକ୍ତି ଦେଇପାରିଥାନ୍ତା, ତେବେ ତାହାର ସ୍ୱରୂପ ମଧ୍ୟ ଉନ୍ନତ ହୋଇଥାନ୍ତା। ମୃତ୍ୟୁ ପୂର୍ବରୁ ତାହାକୁ ସ୍ମରଣ କରାଯାଇଥାନ୍ତା। ବିଦାୟ ନେବା ବେଳେ ଆତ୍ମା କହିଲା, ମୁଁ ଯାଉଛି। ଏହା ପୂର୍ବରୁ ତୋର ଚେତନା ଆସିଥିଲେ ପାଇଥିବା ଅଧିକାରର ସଦୁପଯୋଗ କରି ନିଜର ଅନ୍ତଃକ୍ଷେତ୍ରକୁ ସୁନ୍ଦର କରିପାରିଥାନ୍ତୁ, ଅମର ହୋଇଥାନ୍ତୁ, ମହାମାନବ ବୋଲାଇଥାନ୍ତୁ। ଶରୀର ମୁଣ୍ଡ କୋଡ଼ିକି କାନ୍ଦିଲା। ବିଦାୟ ନେଉଥିବା ଆତ୍ମା ନୂତନ ଶରୀର ଖୋଜିବା ପାଇଁ ଚାଲିଗଲା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।